ରାଜା ବିକ୍ରମାଦିତ୍ୟ କିଏ? କାହିଁକି ଏ ଗପର ନାମ ଶୋକବିଳାସ ଦିଆଗଲା? ପ୍ରକୃତରେ ଶୋକ କିଏ? ଆସନ୍ତୁ ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟକୁ। ଆଜି ଆପଣମାନଙ୍କୁ ମୁଁ କହିବି ଶୋକବିଳାସର ସମ୍ପୂର୍ଣ୍ଣ କାହାଣୀ, ରାଜା ବିକ୍ରମାଦିତ୍ୟ ଏବଂ ଶୋକର ସମ୍ପୂର୍ଣ୍ଣ କାହାଣୀ କହିବି। ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ। ତ ଦର୍ଶକ ବନ୍ଧୁ, ଚାଲନ୍ତୁ ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ, ଭାରତ ବର୍ଷରେ ଏକ ଧର୍ମପରାୟଣ ରାଜା ଥିଲେ, ରାଜା ବିକ୍ରମାଦିତ୍ୟ। ସେ ସଦାସର୍ବଦା ସତ୍ୟ ଏବଂ ଧର୍ମ ନୀତି ଆଦର୍ଶରେ ଅନୁପ୍ରାଣିତ ହେଉଥିଲେ ଏବଂ ତାଙ୍କ ଦରବାରରେ ସଦାସର୍ବଦା ଧର୍ମର ବିଚାର କରାଯାଉଥିଲା। ଦିନେ ଭଗବାନ ଶନିଦେବ ଏବଂ ମାତା ଲକ୍ଷ୍ମୀଙ୍କ ମଧ୍ୟରେ ଯୁକ୍ତି ହେଲା ଯେ ଲକ୍ଷ୍ମୀ କହିଲେ ମୁଁ ବଡ଼ ଏବଂ ଶନିଦେବ କହିଲେ ମୁଁ ବଡ଼। ସେ ଭଗବାନ ଶିବଙ୍କ ନିକଟକୁ ଗଲେ। ଭଗବାନ ଶିବଙ୍କୁ ପଚାରିଲେ, ହେ ପ୍ରଭୁ ଭୋଳାନାଥ, ଆମେ ଦୁଇ ଜଣ ବଡ଼ ବୋଲି ନିଜକୁ ନିଜେ କହୁଛୁ। ଆପଣ ବିଚାର କରନ୍ତୁ, ଆମ ଦୁଇ ଜଣଙ୍କ ମଧ୍ୟରୁ ବଡ଼ କିଏ? ଭଗବାନ ଶିବ ଶଙ୍କର ଭାବିଲେ, ଆଜି ମୁଁ ମଲି, କାରଣ ଯଦି ମା ଲକ୍ଷ୍ମୀଙ୍କୁ ମୁଁ ବଡ଼ କରିଦେଉଛି ତାହେଲେ ମୋର ଶିଷ୍ୟ ଶନିର ପ୍ରଚଣ୍ଡ କୋପ ମୋ ଉପରେ ପଡ଼ିବ ଏବଂ ଯଦି ମୁଁ ଶନିକୁ ବଡ଼ କରିଦେଉଛି ତାହେଲେ ମା ଲକ୍ଷ୍ମୀ ମୋ ପାଖରୁ ଚାଲିଯିବେ। ଭଗବାନ ଶିବ ଶଙ୍କର ଦ୍ୱନ୍ଦ୍ୱରେ ପଡ଼ିଗଲେ। ତାଙ୍କ ମୁଣ୍ଡ କିଛି କାମ କଲା ନାହିଁ। ସେ କହିଲେ ଯେ ପୃଥିବୀ ଲୋକରେ ଏମିତି ଏକ ଧର୍ମପରାୟଣ ରାଜା ଅଛନ୍ତି ଯାହାଙ୍କ ପାଖକୁ ଗଲେ ତୁମର ଏ ସମସ୍ୟା ସେ ସମାଧାନ କରିଦେବେ। ଶନିଦେବ ଏବଂ ମାତା ଲକ୍ଷ୍ମୀ କହିଲେ, ସେ ରାଜାଙ୍କ ନାଁ କ'ଣ ଏବଂ ସେ କେଉଁଠି ଅଛନ୍ତି? ଶିବ ଶଙ୍କର କହିଲେ, ସେ ରାଜାଙ୍କ ନାମ ହେଲା ରାଜା ବିକ୍ରମାଦିତ୍ୟ। ତ ଭଗବାନ ଶିବ ଶଙ୍କରଙ୍କ ନିକଟରୁ ଶନିଦେବ ଏବଂ ମାତା ଲକ୍ଷ୍ମୀ ବିଦାୟ ନେଇ ନିଜ ନିଜ ସ୍ଥାନକୁ ଫେରିଗଲେ। ଦିନେ ରାଜା ବିକ୍ରମାଦିତ୍ୟ ମୃଗୟା ନିମନ୍ତେ ଜଙ୍ଗଲକୁ ଯାଇଥିଲେ। ସେ ବୁଲି ବୁଲି ଥକିଗଲେ। ସେ ଏକ ଗଛ, ବିରାଟ ବଡ଼ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ ଗୋଟେ ଶୋକ ସାରି ସେହି ବୃକ୍ଷ ଉପରେ କଥା ହେଉଥିଲେ ଯେ ସାରି କହୁଛି ଶୁକକୁ, ହେ ଶୁକ, ଦେଖ ଏଇ ଗଛ କୋରଡ଼ରେ ଗୋଟେ ଶିକାରୀଟିଏ ବସିଛି। ସେ ଆମକୁ ଦେଖିଲେ ମାରିଦେବ। ସେତେବେଳେ ଶୁକ କହିଲା, ନାଇଁ ନାଇଁ, ସେ ମାରିବେନି। ସିଏ କିଏ ଜାଣିଛ? ସାରି ପଚାରିଲେ, ସେ କିଏ? ଶୁକ କହିଲା, ସିଏ ହେଉଛନ୍ତି ରାଜା ବିକ୍ରମାଦିତ୍ୟ। ସେ ଧର୍ମପରାୟଣ ରାଜା। ସେ ସଦାସର୍ବଦା ଧର୍ମର ଅବଲମ୍ବୀ ହୋଇଥାଏ। କିନ୍ତୁ ସବୁ ଠିକ୍ ଯେ, ହେଲେ ଏହି ରାଜାର ଗୋଟେ ମୋ ଭଳିଆ ମନ୍ତ୍ରୀ ଦରକାର। କାରଣ ଏ ରାଜାଙ୍କୁ ସଠିକ ଉପାୟ ଉପଦେଶ ଦେବା ନିମନ୍ତେ ଏକ ସୁଚିନ୍ତିତ ମନ୍ତ୍ରୀଟିଏ ଆବଶ୍ୟକ। ଏହା କହି ଶୁକସାରି କଥା ହେଉଥିଲେ। ସବୁକିଛି ରାଜା ବିକ୍ରମାଦିତ୍ୟ ସେଇ ଗଛ ତଳେ ବସି ଶୁଣୁଥିଲେ। ସେଦିନ ରାତି ହେଇଗଲା। ବିକ୍ରମ ରାଜା ଆଉ ଗୃହକୁ ଫେରି ପାରିଲେ ନାହିଁ। ସେଇଠାରେ ସେ ଶୋଇଲେ। ସକାଳୁ ସକାଳୁ ଉଠି ଶୁକକୁ ଡାକିଲେ, ରେ ଶୁକ, ତୁମେ ପରା କହୁଥିଲ ମୋର ମନ୍ତ୍ରୀ ହେବ ବୋଲି,
ଆସ ଯିବା, ତୁମେ ଆଜିଠାରୁ ମୋର ମନ୍ତ୍ରୀ ହବ। ତ ସେତେବେଳେ ଶୁକ ପକ୍ଷୀ କହିଲା, ରାଜା, ତୁମେ ତ ମୋତେ ନେଲେ ସୁନା ପଞ୍ଜୁଡ଼ି ଭିତରେ ରଖିବ, ମୋତେ ଖୋଲାରେ ଛାଡ଼ିବ ନାହିଁ। ତୁମେ ମୋତେ ବନ୍ଦୀ କରିକି ରଖିବ, ମୁଁ ତମ ସାଙ୍ଗରେ ଯିବି ନାହିଁ। କିନ୍ତୁ ରାଜା ବିକ୍ରମାଦିତ୍ୟ କହିଲେ, ମୁଁ ଯାହା ସତ୍ୟ କରେ କୁହେ ସେହା ଅକାଟ୍ୟ। ତୁମେ ଯାଅ, ଆସ ମୋ ସହିତ। ମୁଁ କେବେ ବି ତୁମକୁ ସୁନା ପଞ୍ଜୁଡ଼ିରେ ରଖିବି ନାହିଁ। ତୁମେ ଖୋଲା ଆକାଶରେ ସବୁବେଳେ ରହିବ। ଏହା କହିସାରିବା ପରେ ଶୁକ ସାରିଠାରୁ ବିଦାୟ ନେଇ ସେ ରାଜା ବିକ୍ରମାଦିତ୍ୟଙ୍କ ସାଙ୍ଗରେ ତାଙ୍କ ଗୃହକୁ ଫେରି ଆସିଲା। ସେହିଦିନଠାରୁ ରାଜା ବିକ୍ରମାଦିତ୍ୟଙ୍କ ସାଙ୍ଗରେ ଶୁକ ପକ୍ଷୀ ରହୁଥାଏ। ସେ ସଠିକ୍ ନୀତି ଏବଂ ନିୟମ ରାଜାଙ୍କୁ ବତାଏ ଏବଂ ସତ୍ୟ ଧର୍ମର ସଦାସର୍ବଦା ଜୟ ହୋଇଥାଏ। ତ ମାତା ଲକ୍ଷ୍ମୀ ଏବଂ ଶନିଦେବ ଦିନେ ବାହାରିଲେ ରାଜା ବିକ୍ରମାଦିତ୍ୟଙ୍କ ନିକଟକୁ ଆସିବା ନିମନ୍ତେ ଏବଂ ରାଜା ବିକ୍ରମାଦିତ୍ୟଙ୍କର ସଭା ବସିଥାଏ। ଆସି ଶନିଦେବ ଏବଂ ମାତା ଲକ୍ଷ୍ମୀ ପହଞ୍ଚିଲେ। ରାଜା ବିକ୍ରମାଦିତ୍ୟ ତାଙ୍କୁ ଆସନ ଦେଲେ ବସିବା ନିମନ୍ତେ ଏବଂ ମାତା ଲକ୍ଷ୍ମୀ ଏବଂ ଶନିଦେବ ଆସନରେ ବସିଲେ। ବିକ୍ରମାଦିତ୍ୟ ପଚାରିଲେ, ତୁମ୍ଭେ ଏ ରାଜା ବିକ୍ରମଙ୍କ ନିକଟରେ କି କାର୍ଯ୍ୟ ପଡ଼ିଲା ଯେ ସ୍ୱର୍ଗପୁରରୁ ଆସିଛ? ଶନିଦେବ କହିଲେ ଯେ ଆମ ଦୁଇ ଜଣଙ୍କ ମଧ୍ୟରେ ଏକ ଯୁକ୍ତି ହେଉଛି। ମୁଁ କହୁଛି ମୁଁ ବଡ଼ ଏବଂ ଲକ୍ଷ୍ମୀ କହୁଛନ୍ତି ସିଏ ବଡ଼। ଆମ ଦୁଇ ଜଣଙ୍କ ମଧ୍ୟରୁ ସବୁଠାରୁ ବଡ଼ କିଏ? ତୁମେ ଯଦି ବିଚାର କରି କହିଦିଅନ୍ତ ତାହେଲେ ଆମ ଦୁଇ ଜଣଙ୍କ ଝଗଡ଼ା ଆଉ ହୁଅନ୍ତା ନାହିଁ। ରାଜା ବିକ୍ରମାଦିତ୍ୟ ମନରେ ଚିନ୍ତା କଲେ ଯେ ଯଦି ମୁଁ ଲକ୍ଷ୍ମୀକୁ ପ୍ରତ୍ୟାଖ୍ୟାନ କରିବି ତାହେଲେ ଲକ୍ଷ୍ମୀ ଛଡ଼ା ହେଇଯିବି। ଯଦି ଶନିଦେବଙ୍କୁ ପ୍ରତ୍ୟାଖ୍ୟାନ କରିବି ତାହେଲେ ମୁଁ ଶନିଦେବଙ୍କ କୋପ ଭୋଗିବାକୁ ପଡ଼ିବ। ତ ସେ ଭାବିଚିନ୍ତି ଏଇ ଶୁକକୁ ପଚାରିଲେ ଯେ ଶୁକ, କ'ଣ କରିବା? ଶୁକ କହିଲେ, ତାଙ୍କୁ କୁହ କାଲି ଆସିବେ। କାଲି ଆସିଲେ ତାଙ୍କ ମଧ୍ୟରୁ ବଡ଼ କିଏ ତାଙ୍କୁ କୁହାଯିବ। ତ ରାଜା ବିକ୍ରମାଦିତ୍ୟ ଶନିଦେବ ଏବଂ ମାତା ଲକ୍ଷ୍ମୀଙ୍କୁ କହିଲେ, ତୁମେ ଯାଅ, କାଲି ଆସିବ। କାଲି ଆସିଲେ ମୁଁ କିଏ ବଡ଼ କିଏ ଛୋଟ ତମକୁ କହିଦେବି। ଏହା କହି ତାଙ୍କୁ ବିଦାୟ ଦେଲେ। ତ ଆଗକୁ ଯଦି ଜାଣିବା ପାଇଁ ଚାହୁଁଛନ୍ତି ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ବଡ଼, ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ଜଣେଇବେ ଯେ ଆଙ୍କ ଦୁଇ ଜଣଙ୍କ ମଧ୍ୟରୁ କିଏ ବଡ଼ ହୋଇଥିବେ। ତେଣୁ ପାର୍ଟ 2 ଆସିବା ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।